हेलो माय डियर स्टूडेंट्स। जो छात्र छात्री माने ओडिशा रे गवर्नमेंट एग्जाम पे प्रिपेयर होवନ୍ତି ମୁଁ ସେଇମାନଙ୍କ ପାଇଁ ଆଜି ଏଇ କ୍ଲାସ୍ ଆଣିଛି। 2023 ମସିହାରେ ସିଜିଏଲ୍ ଏବଂ ସିଏଚଏସଏଲ୍ ଏକ୍ଜାମରେ ପଚରାଯାଇଥିବା ପ୍ରଶ୍ନକୁ ମୁଁ ଏଇ ଟାର୍ଗେଟକୁ ମୁଁ ଆଜିର ଏଇ କ୍ଲାସକୁ କଣ୍ଟିନ୍ୟୁ କରିବି 100 ପର୍ଯ୍ୟନ୍ତ, ବୁଝିଲେ ନା ନାଇଁ? ତାପରେ କଣ କରିବା ନା ପ୍ରିଭିୟସ୍ ଇୟର ଯାହା ସବୁ କ୍ୱେଶ୍ଚିନ୍ ପଚରାଯାଇଛି ସେଇ କ୍ୱେଶ୍ଚିନ୍କୁ ଆମେ ଆଜି ସମାଧାନ କରିବା। ଆଉ ଏଇ କ୍ଲାସଟା ଆମର କଣ୍ଟିନ୍ୟୁ ରହିବ 100%। ଆଜି ହେଉଛି ଏ କ୍ଲାସର ଫାର୍ଷ୍ଟ ଡେ, ବୁଝିଲେ ନାଇଁ? ପ୍ରଥମ ଦିନ ଆଜି ଯୋଉ ଚାପ୍ଟର କରିବ ସେଟା ହେଲା କଣ ହେଉଛି ଆମର 2D ମାନେ ଟୁ ଡାଇମେନସନାଲ ଜିଓମେଟ୍ରି। କଣ ହେଇଛି ଟୁ ଡାଇମେନସନାଲ ଜିଓମେଟ୍ରି ମାନେ କଣ ମେଞ୍ଚୁରେସନ, ବୁଝିଲେ ନାଇଁ? ଆଜି କଣ କରିବା ମେଞ୍ଚୁରେସନ 2023 ମସିହାରେ ସିଜିଏଲ ଏକ୍ସାମରେ ଆସିଥିବା ସମସ୍ତ କ୍ୱେଶ୍ଚିନ୍କୁ ସମାଧାନ କରିବା। ଆଉ ଡେରି ନ କରିକି ଆମର କ୍ଲାସଟା ହଉଛି ଆରମ୍ଭ କରିଦବା। ଚାଲନ୍ତୁ ଦେଖିବା ପ୍ରଥମ କ୍ୱେଶ୍ଚିନ୍ କଣ ହେଇଛି। ତମ ସମସ୍ତେ ସ୍କ୍ରିନ୍ ଦେଖିପାରୁଥିବ। ପ୍ରଥମ କ୍ୱେଶ୍ଚିନ୍ ହେଇଛି, ପିଲାମାନେ ଦେଖ ଆମକୁ ଟାଇମ ବଞ୍ଚିବାର ଅଛି। ଆମେ କମ୍ପିଟେଟିଭ ଏକ୍ସାମରେ ବସିବା ନାଇଁ ତ ଆମେ ସ୍କୁଲ ଏକ୍ସାମରେ ବସିନେ ଯେ ଆମକୁ ଯେତେ ସମୟ ଭିତରେ କରିବାର ଅଛି କରିବା ହେଲା। ତମେ ଏମିତି ଭାବରେ କ୍ୱେଶ୍ଚିନ୍ ଟାକୁ ପଢ ଯେମିତି ଗୋଟିଏ ଥରରେ ତମ ମାଇଣ୍ଡରେ ଡାଟାଟା ଫିଟ୍ ହେଇପାରୁଥିବ ହେଲା। ଦେଖ ମୁଁ କ୍ୱେଶ୍ଚିନ୍ ଟା ପଢୁଛି an arc of length 23.1 ସେଣ୍ଟିମିଟର, ବୁଝିଲେ ନା ନାଇଁ? ଆମେ ସାଇନ୍ସ ଜାଣିଛେ ଆର୍କ ମାନେ କଣ ଏଲ ଏଲ ଦେଇଦେଲା କେତେ 23.1 ସେଣ୍ଟିମିଟର, ବୁଝିପାରିଲା ନା ନାଇଁ? ତାପରେ ଦେଇଛି ସବଟେଣ୍ଡ ଇନ୍ 18 ଆଙ୍ଗେଲ ହେଲା, ବୁଝିଲେ 18 ଆଙ୍ଗେଲ। ଦେଖ ଏଇଟା ହେଲା କଣ ତମର ଗୋଟେ ସର୍କଲ, ମୁଁ ତମକୁ ଗୋଟେ ଆର୍କ ଡ୍ର କରିଦଉଛି ହେଲା। ତାର ନାଁ ଦେଇଦଉଛି, ଏଇଟା ହେଲା ଓ, ଏଇଟା ହେଲା ଏ, ଏଇଟା ହେଲା କଣ ବି। ତାହେଲେ ସେଣ୍ଟରରେ ଯୋଉ ଆଙ୍ଗେଲ ଟା ସବଟେଣ୍ଡ କରିଛି ତାର ଭ୍ୟାଲୁ ଦେଇଦେଇଛି 18 ଡିଗ୍ରୀ। ତାହେଲେ ଥୀଟା ଦେଇଦେଲା କେତେ 18 ଡିଗ୍ରୀ ତମକୁ ଦେଇଦେଲା, ବୁଝିପାରିଲା ନା ନାଇଁ? ତାପରେ ଦେଇ ପଚାରିଛି କଣ କଣ ଫାଇଣ୍ଡ ଆଉଟ୍ କରିବା ପାଇଁ ପଚାରିଛି। ଏଇ ଯୋଉ ସର୍କଲ ଦେଖୁଛ ଏଇ ସର୍କଲର ଏରିଆ ପଚାରିଛି। ଏରିଆର ଫର୍ମୁଲା କଣ ନା ପାଇ ଆର ସ୍କୋୟାର। ପାଇ ଆର ସ୍କୋୟାର ଟା କେମିତି ବାହାର କରିବା ଆମେ ଦେଖ। ପ୍ରଥମେ ଆମକୁ ଏଲ ଦେଇଛି, ଏଲ ର ତ ଫର୍ମୁଲା ଆମେ ଜାଣିଥିବା ଦରକାର। ଏଇ କ୍ୱେଶ୍ଚିନ୍ ସମାଧାନ କରିବା ପାଇଁ ହେଲେ ଏଲ ର ଫର୍ମୁଲା ଦରକାର ପଡିବ। ଦେଖ ମୁଁ ଏଇଟା ତମକୁ ବୁଝୁଛି ସେଥିପାଇଁ ଏଇଟାକୁ ମୁଁ ଟାଇମ ବେସିସକୁ ୟୁଜ କରୁଛି। ତେମେ କିନ୍ତୁ କଣ ସୂତ୍ର ପତ୍ର ଲେଖେନି, ଡାଇରେକ୍ଟ ଭ୍ୟାଲୁ ପୁଟ୍ କରିବ। ଆମେ ସମସ୍ତେ ଜାଣିଛେ ଏଲ କଣ, ଏଲ ହେଲା କଣ ନା ଚାପର ଦୈର୍ଘ୍ୟ। ଚାପର ଦୈର୍ଘ୍ୟକୁ କଣ କହନ୍ତି? ସୂତ୍ର କଣ ଅଛି ନା ଥୀଟା ବାଇ 180 ଇଣ୍ଟୁ କେତେ ପାଇ ଆର, ବୁଝିଲା ନା ନାଇଁ? ତେଣୁକରି ମତେ ତ ଏ ଲାଇନ ଦେଖିବାର ନାହିଁ। ମୁଁ ଯେତେବେଳେ ଏକ୍ସାମରେ ସଲ୍ଭ କରିବି କ୍ୱେଶ୍ଚିନ୍ ଟାକୁ, ତେଣୁ ଏଲ ମୁଁ ତ ଜାଣିଛି ଏଲ ର ସୂତ୍ର ଏଇଆ, ମୁଁ ଏଲ ଜାଗାରେ ତାର ଭ୍ୟାଲୁ ପୁଟ୍ କରିବି ହେଲା। ଏଲ ଜାଗାରେ ଭ୍ୟାଲୁ ପୁଟ୍ କରି କେତେ ନା 231 ଡିଭାଇଡ ବାଇ 10। ପିଲାମାନେ ବୁଝିପାରିଲେ ନା ବୁଝିପାରିଲେ? ତାପରେ କଣ କରିବି ଯେ ଯାହା ଯାହା ଭ୍ୟାଲୁ ପକେଇବି ଯେମିତି ମାନେ ସିମ୍ପଲିଫାଇ ମତେ ସହଜ ହବ ସେଇଭଳିଆ ଭ୍ୟାଲୁ ପୁଟ୍ କରିବାର ଅଛି ମତେ। ଥୀଟା ଜାଗାରେ କେତେ ପକେଇବି ନା 18 ପକେଇବି। ତଳେ କେତେ ଲେଖିବି 180, ତାପରେ ଏଠି କେତେ ରଖିବି ନା 22 ରଖିବି ନା 22 ତ 7 ରଖିବି ପାଇ ଜାଗାରେ, ତାପରେ ଆର କୁ ରଖିବି। ଆର ଭ୍ୟାଲୁ ବାହାରିବ ଦେଖ। ଅଟରେ କାଟିଦେଲେ କେତେ ହେଇଯିବ 18 ଦଶା 180, 10 କୁ 10 କାଟିଦେଲି। ଆଉ କେତେ ହେଲା 22 ରେ 11 କାଟିଲେ 2, ଏଇଟା କେତେ ହେଇଯିବ 22 11 ଦୁଗୁଣେ 22, 11 କେ 11 21 ହେଇଗଲା। ଏପଟେ 7 କଣ ହେଇଛି ହରା ହେଇଛି ବେଳେ କଣ ଗୁଣା ହବ। ତାହେଲେ ଆର ଇକ୍ୱାଲ ଟୁ କେତେ ହେଇଯିବ ନା 21 ଗୁଣନ 7, ଏପଟେ 2 କଣ ହେଇଥିଲା ଗୁଣା ହେଇଥିଲା, ଏପଟେ ଗଲେ କଣ ହବ ଖରାପ। ତାହେଲେ ଆର ବାହାରିଗଲା। ଆମକୁ କଣ ପଚାରିଥିଲା ପାଇ ଆର ସ୍କୋୟାର ପଚାରିଥିଲା। ପାଇ ଆର ସ୍କୋୟାର ମାନେ କଣ ନା ବୃତ୍ତର କ୍ଷେତ୍ରଫଳ। ବୃତ୍ତର କ୍ଷେତ୍ରଫଳ ମୁଁ ଆଉ ଥରେ କାହିଁ ଲେଖିବି ସୂତ୍ର, ମୁଁ ଡାଇରେକ୍ଟ ଭ୍ୟାଲୁ ପୁଟ୍ କରିବି 22/7 ଇଣ୍ଟୁ ଆର ସ୍କୋୟାର। ଆର ତ ଆଗ ଆମର ବାହାରି ଯାଇଛି 21 ଇଣ୍ଟୁ କେତେ 7 ଡିଭାଇଡ ବାଇ 2। ଆର ସ୍କୋୟାର ମାନେ ଦି ଥର ଲେଖିବାକୁ ପଡିବ 21/7 ଡିଭାଇଡ ବାଇ କେତେ 2। ତାର ମୁଁ କଣ କରିବି କଟାକଟି ଆରମ୍ଭ କରିଦେବି। 7 ରେ କାଟିଥିଲି 7 କୁ ଗଲା କାମ ଖତମ ମୋର। 2 ରେ କାଟିଦେଲି କେତେ ହେଇଗଲା ମୋର 11 ହେଇଗଲା, ବୁଝିଲା ବୁଝିଲ। ତାପରେ କଣ କରିବି 21 ମୁଁ ଜାଣିଛି ମୋ 147 ହବ। ତାପରେ ଏଠି କେତେ ଅଛି 21 ଅଛି, ବୁଝିଲ। ଏଠି କେତେ ଅଛି 11 ଅଛି। ତାପରେ କଣ କରିବି ତଳେ କେତେ ଅଛି 2 ଅଛି। ମୁଁ ଆକୁ 21 କି 147 ଗୁଣିବି। ଏନେ 21 କି ସତା କେତେ କହିଥିଲି 147 କହିଥିଲି। 7 ରଖିଲି ଏଠି 14 ନେଇଗଲି 21 ଚଉ କେତେ 84 84, 10 କେତେ 94 94 4 କେତେ 98, 8 ରଖିଦେଲା କେତେ ହେଲା 9। 21 କେ କେତେ 21 21 9 କେତେ 30। ତାପରେ କେତେ ଅଛି 11 ଅଛି। 11 ଟା ମୁଁ ଆରାମସେ ଗୁଣି ପାରିବି ହେଲା। ଡିଭାଇଡ ବାଇ 2 କରିଦେବି। 11 7 କେତେ 77, 11 7 କେତେ 88 88 88 2 90 90 5 କେତେ 95 ହେଇଗଲା, ବୁଝିଲା ବୁଝିଲ। ତାପରେ 3 କେତେ 33 ହେଲା। ତାପରେ ଦେଖ 2 ରେ ସେଟା କାଟିବି। 2 ରେ କାଟିଲା ପରେ କେତେ ହେଇଯିବ ନା 2 କେ 2 1 ବଲା 3 2 ଛ 12 2 9 18 2 2 5 2 7 14 2 8 16, ବୁଝିଲା ନା। ଆଉ କେତେ ବଲା ତାପରେ ବଢିଲା ମୋର ଦେଖ କାଟିଲା କଟାକଟି ଟିକେ ଭୁଲ କରିଛି। 2 କେ 2 ଆଉ ବଲା 1 3 2 ଛ 12 1 ବଲା 9 2 9 18 1 ବଲା 5 ହେଲା 15 2 7 14 2 7 14 1 ବଲା ଏଠି ହେଲା କେତେ 8 ସରି 7 ହେଲା 1 2 ଟା କେତେ 2 ଟା 16। ତାପରେ କେତେ ବଲା 1 ବଲା ଗୋଟେ 5 ବୁଝିଲ। 1 ବଲା 16 ରୁ 2 5 10, ତାହେଲେ 1 6 9 7 8, ବୁଝିଲେ ବୁଝିଲେ 1 6 9 7 8 10 5, ବୁଝିଲେ। ତାର ଅପସନ ନମ୍ବର କେତେ ହେଲା ସି ହେଲା। ଏଇ ପ୍ରଶ୍ନ ସଠିକ ଉତ୍ତର ହେଲା କେତେ ସି। ଦେଖ ମୁଁ ତମକୁ ବୁଝେଇ ବେଲା ତମକୁ ବାରମ୍ବାର ଗୋଟେ ଜିନିଷ କହିକି ଶୁଣିବାକୁ ତମକୁ ଏତେ ଏଇ କ୍ୱେଶ୍ଚିନ୍ ସମାଧାନ କରିବାକୁ କେତେ ସମୟ ଲାଗିବ? ତମକୁ ତ ଏ ଲାଇନ ଟା ଲେଖିବାର ନାହିଁ,
ଏଲ ଏମିତି ଲେଖିବ ଡାଇରେକ୍ଟ ଏଠି ପୁଟ୍ କରିବ କାଟିବ ଏଠି ଗୋଟେ 2 ଲାଇନ୍ ଶେଷ ହେଲା 2 ଲାଇନ୍ ଲେଖିବା କେତେ ଲାଗିବ 2 2 4 ସେକେଣ୍ଡ ଲାଗିବ 4 ସେକେଣ୍ଡ ଲାଗିବ ତାପରେ ଏଠି ତ ଭ୍ୟାଲୁ ପୁଟ୍ କରି କାଟିବ ଏଠି 2 ସେକେଣ୍ଡ 3 ସେକେଣ୍ଡ ଲାଗିବ ଆମର 5 ସେକେଣ୍ଡ 5 2 7 ସେକେଣ୍ଡ ସରିଲା 7 ସେକେଣ୍ଡ ସରିଲା ମାନେ ଏଠି କେତେ 10 ସେକେଣ୍ଡ ଭିତରେ କୋଶ୍ଚିନ୍ ସମାଧାନ ହବ କିନ୍ତୁ ତମକୁ କୁଇକଲି ସମାଧାନ କରିବା ପାଇଁ ପଡିବ ଏଠି ତ କାଲକୁଲସ ଆର ସର୍ଟ ଟ୍ରିକ୍ କଣ ପକେଇବା ଏଠି କୌଣସି ସର୍ଟ ଟ୍ରିକ୍ ପଡିବ ନାହିଁ ବୁଝିପାରିଲ ବହୁତ ସହଜ ଥିଲା ହେଲା ବୁଝିଲା ନାଇଁ ତାହେଲେ କେତେ କୋଶ୍ଚିନ୍ ଟା କେତେ ସହଜ ତମେ ସମସ୍ତେ ଜାଣିପାରିଥିବ ହେଲା ଦେଖିଲ ମୋର ଉତ୍ତରଟା ଭୁଲ ହେଇଯାଇଛି ତ ମୋ ଉତ୍ତରଟା ଭୁଲ ହେଇଯାଇଛି 1 6 9 7 8 ହେଲା 1 6 9 7 8 କଣ ବାହାରିଲା 1 6 9 ଅଛି ପରା 1 6 9 କଣ ହେଇଯାଇଛି ଦେଖିଲା ଆଉ ଥରେ ମୁଁ ଏଇଟା ପୁଣି ଦେଇଛି ନବୁ ଚେକ୍ କରିଦଉଛି 21 27 7 କିଲୋ 14 21 14 84 84 10 94 4 98 8 କିଲୋ ହେଲା 9 9 ଗଲା 21 के 21 21 ନା କେତେ 30 11 ରେ ଗୁଣିଲି 11 77 7 କିଲୋ 7 11 88 11 88 88 90 90 5 95 5 95 ରଖିଦେଲି କଣ ପାଇଁ ନା 16 ଥିଲା ବୋଲି 11 3 33 33 ତ ରଖିଦେଲି ତାପରେ କଣ 2 କଲି 200 କେତେ ହେଲା 2 3 2 के 2 1 3 13 212 କେତେ ଭଲ 212 କଲି ତାପରେ କେତେ ହେଲା 1 9 2 9 18 1 ବୋଲା 214 1 ବୋଲା 7 ହେଲା 2 ଅଷ୍ଟା 16 216 1 ବୋଲା ଏତିକି ତ ହେଲା 16 9 7 8 16 9 7 8 ଓ ଉପରେ ଅଛି ମତେ ଠିକ ବାହାର କରିଥିଲି ମୁଁ ତମକୁ କାହିଁ ଅଧିକା ଏକ୍ଜାମ କରୁଛି ଅପସନ ନମ୍ବର ଏ ହବରେ ପିଲାମାନେ ମୁଁ ଏଠି ଗୋଟେ ଅପସନ ଅଛି ମୁଁ ଭାବିଲି ଏଟା ବଉଳାଳ କରିଦେଇଥିଲି ହେଲା ଦେଖ ତାପରେ କୋଶ୍ଚିନ୍ କେତେ ସହଜ ଦେଖିପାରୁଥିବ କୋଶ୍ଚିନ୍ କେତେ ସହଜ ଯେମିତି ଭାବୁଥିବ ଏଟା ସ୍କୁଲ କୋଶ୍ଚିନ୍ ସମାଧାନ କରୁଛି ବୋଲି ନାଇଁ ଏଟା ସ୍କୁଲ ଲେଭେଲ କୋଶ୍ଚିନ୍ ଏଟା ତମ ସିଜିଏଲ ଲେଭେଲ କୋଶ୍ଚିନ୍ ବୁଝିଲା ନାଇଁ ତମେ ମଧ୍ୟ ଏହାର ରେଫରେନ୍ସ ମଧ୍ୟ ମୁଁ ତମକୁ ଦେଇପାରିବି ଯଦି କିଛି ଚାହୁଁଛ ତାହେଲେ ମତେ ଟେଲିଗ୍ରାମରେ କଣ୍ଟାକ୍ଟ କର ମୁଁ ତମକୁ ଏ କୋଶ୍ଚିନ୍ ସିଟ୍ ଦେଇଦେବି ହେଲା ବୁଝିଲା ଦେଖ ତ ଏରିଆ ଅଫ ଏ ସେକ୍ଟର ସେକ୍ଟର ମାନେ ଜାଣିଛ ବୃତ୍ତ କଳା କହନ୍ତି ସେକ୍ଟର କାହା କହନ୍ତି ଓଡିଆରେ ବୃତ୍ତ କଳା କହନ୍ତି ହେଲା ସେକ୍ଟର କୋଡିଏରେ କଣ କହନ୍ତି ବୃତ୍ତ କଳା କହନ୍ତି ଦେଇଛି ତାର ହେଲା ବୁଝିଲେ କଣ ଦେଇଛି ତ ଏରିଆ ଅଫ ସେକ୍ଟର ଅଫ ଏ ସର୍କଲ ଅଫ ରାଡିୟସ ଅଫ 12 ସେଣ୍ଟିମିଟର ବୁଝିଲେ ନାଇଁ ଇଜ 32 କହିଛି ଗୋଟେ ସେକ୍ଟର ଯାହାର ଅଛି ରାଡିୟସ ଅଫ 12 ସେଣ୍ଟିମିଟର ତାର ଦେଇଛି ଏରିଆଟା ଦେଇଛି 32 ପାଇ ଦେଇଛି ତାହେଲେ ପଚାରିଛି କଣ ନା ଫାଇଣ୍ଡ ଦ ଲେନ୍ଥ ଅଫ ଦ କରସ୍ପେଣ୍ଡିଂ ଆର୍କ ଅଫ ଦ ସେକ୍ଟର ଆର୍କ ବୁଝିଲେ ଏଇଠି ଦେଖିପାରୁଥିବ ତମେ ଏଇଟା କଣ କହନ୍ତି ଆର୍କ କହନ୍ତି ବୁଝିଲ ଦେଖ ତାହେଲେ ଆର୍କ ର ଫର୍ମୁଲା ତ ଆମେ ସମସ୍ତେ ଜାଣିଛେ ବୁଝିଲୁ ହେଲା କେମିତି ବାହାର କରିବ ଏଟା ତ ଭେରି ସିମ୍ପଲ ଏଟା କେମିତି କରିବା ଆମେ ଆଉ ଟିକେ ପୂର୍ବରୁ କହିଥିଲି ତମକୁ ଦେଖ ତମକୁ କେମିତି ବାହାର କରିବାକୁ ପଡିବ ଆମକୁ କଣ କରିବାକୁ ପଡିବ ଠିକଟା ବାହାର କରିବାକୁ ପଡିବ ଫାଷ୍ଟ ତାପରେ ଯାଇକି ଏଇଟାକୁ ସମାଧାନ କରିପାରିବା ଏଇଭଳି କୋଶ୍ଚିନ୍ ଟାକୁ ଆମେ ହେଲା ଜାଣିଲ ନା ନାଇଁ ଯୋଉମାନେ ଦେଖ ସମସ୍ତେ ଧ୍ୟାନର ସହିତ କୋଶ୍ଚିନ୍ ଟାକୁ ପଢ ଯେମିତି ଗୋଟିଏ ଥରେ କିଛି କୋଶ୍ଚିନ୍ ଟା କଣ ହେଇଯିବ ସିମ୍ପଲିଫାଇ ହେଇପାରିବ ହେଲା ବୁଝିଲେ ତାପରେ ଦେଖ ଆମେ ସମସ୍ତେ ଜାଣିଛେ କଣ କରିବା ଯେହେତୁ ଏରିଆ ଦେଇଛି ଏରିଆର ତ ଫର୍ମୁଲା ତ ବସିବା ଦରକାର ଗୋଟେ ଏଇ ଯୋଉ କଣ ଏଇଟା ଗୋଟେ ସେକ୍ଟର ଏରିଆ ହେଲା କଣ ଏରିଆ ସେକ୍ଟର ଫର୍ମୁଲା ଗୋଟେ ଅଛି ମୁଁ ମନେକର ଏରିଆକୁ ଏ ଲେଟର ସହିତ କରିଦେବି ତାପରେ ଲେଖିବି କେତେ ଥିଟା ବାଇ 360 କେତେ ଲେଖିବି ଥିଟା ବାଇ 360 ଇଣ୍ଟୁ କେତେ କରିବି ପାଇ ଆର ସ୍କୋୟାର ବୁଝିପାରିଲ ନା ବୁଝିପାରିଲନି କଣ କରିବି ପାଇ ଆର ସ୍କୋୟାର ତାହେଲେ ଏ ତ ମତେ ଦେଇଛି କେତେ ଦେଇଛି 32 ପାଇ ଦେଇଛି 32 ପାଇ ସେଠି ପକେଇଦେବି ଥିଟା କେତେ ଥିଟା ତ ଦେଇନି ଥିଟା ସେମିତି ରଖିବି ଡିଭାଇଡ ବାଇ 360 କରିଦେବି ଇଣ୍ଟୁ କେତେ କରିଦେବି 22 ତକ 7 ଦେଇଛି କି ଦେଇନି ଆମେ ସେମିତି ରଖିଦେଇ ତ ପାଇକି ଇଣ୍ଟୁ କଣ କରିଦେବି ଇଣ୍ଟୁ ଆର ସ୍କୋୟାର ଆର ତ ଦେଇଥିଲା 12 ଗୁଣନ କେତେ 12 ପକେଇଦେଲି ତାହେଲେ ଏପଟେ ପାଇ କଟିଗଲା ଆଉ କଣ ରହିଲା ଦେଖ ଏଠି ମୁଁ ଯଦି କଟାକଟି କରିଦେବି 12 କାଟିଲେ କେତେ 12 ତିରିକି 36 3 30 ହେଲା 3 କାଟିଲେ କେତେ 4 3 କାଟିଲେ କେତେ 10 ବୁଝିପାରିଲ ତାପରେ ଏଠି କଣ ହେଇଗଲା ତାପରେ ଏଠି କଣ କରିଦେବି 4 ଏଠି କାଟିଦେବି 4 ଅଷ୍ଟା କେତେ 32 ହେଇଗଲା ବୁଝିଲେ 8 ଦଶ 80 ତାହେଲେ କେତେ ହେଇଗଲା ମୋର ଥିଟା ହେଇଗଲା କେତେ 80 ଡିଗ୍ରୀ ହେଇଗଲା କେତେ ଡିଗ୍ରୀ ହେଲା 80 ଡିଗ୍ରୀ ଦେଖ ମୁଁ ତମକୁ କହୁଛି ବୋଲେ ସ୍ଲୋ କହୁଛି କେତେ ମଜାରେ କହୁଛି ତମେ ଯେତେବେଳେ କରିବାକୁ ମଜା କରି ଏକ୍ଜାମ ହଲ ନା କଣ ମଜା ତ ନାହିଁ ତେଣୁ ଡାଇରେକ୍ଟ ସମାଧାନ କରିବାର ଅଛି ବୁଝିଲେ ଫଟାଫଟ କରିଦେବି ତାହେଲେ ଥିଟା ତ ବାହାରିଗଲା ମୁଁ କହିଥିଲି ତମକୁ ଏଲ ବାହାର କରିବାକୁ ପଡିବ ଏଲ ସୂତ୍ରଟାକୁ ଜାଣି ଦେଖ ଏଇଟା ହେଲା फॉर्मूला का फेल है यहाँ पर क्या है फॉर्मूला का फॉर्मूला जदि तुम मन रखिपार ताहले इजिली तुम जेकोसी क्वेश्चन अपन करबे समाधान करबा ताहले ए लो तो आमे सूत्र जानिछे कोन पूर्व क्वेश्चन करतले थीटा बाय 180 इनटू केते पाई आर एटी तो तुम कोन कहितली समय बचेला से तो सूत्र लिखार नै जेहेतु तुम बुझौची तेन सूत्र मु लिखि दउची तमर किछु लिखार नै थीटा तो देई देला मते केते 80 तळे केते लिखि 180 वर्तमान पाई र वैल्यू तो दरकार नहीं पुट करबा काहे ना ऑप्शन देख पाई रही ना नहीं प्रश्न टी तो देख प्रश्न तो बोली ऑप्शन टी ना खाली कौन प्रश्न बोलले हम देख आम आर तो होइଥିଲା केते 12 मु जदि काटि देबी 6 काटले 6 काटले 2 6 काटले केते हे जो हमर
छह तिरिके एटे शून्य शून्य आगे काटी देती छह तिरिके थला 18 बुझिना केते हला 8 तिरिके केते हला 24 आ सॉरी एतला 8 अछि ऊपर अछि 2 अछि आर दुणे केते 16 तळे केते अछि 3 ऊपर कोन अछि पाई 16 पाई बाय 3 देखि दियो कोठी अछि ऑप्शन नंबर 1 अछि देखला क्वेश्चन केते सहज ए वेरी सिंपल क्वेश्चन किछि नाही देखो तमे फास्ट क्वेश्चन बुझि पारबो गोटिए थर पढी क्वेश्चन बुझियार अछि मते तो ये सूत्र लेखियार नाही ମୁଁ ତେଣୁ କହିବାକୁ କହୁଛି ଏତେ ସମୟ କଣ ପାଇଁ ନଉଛନ୍ତି ଆପଣ ମୁଁ କହୁଛନ୍ତି 15 ସେକେଣ୍ଡ ହବ ଦେଖ ମୁଁ ଥୋଡି ଏକ୍ସାମ ସଲ୍ଭ କଲା ବେଳକୁ ଫର୍ମୁଲା ଲେଖିବି ମୁଁ ତ ବୁଝିବା ପାଇଁ ବି ଫର୍ମୁଲା ଲେଖିବି ତମେ କାହିଁ ଲେଖିବ ତମେ ତ ଡାଇରେକ୍ଟ ପୁଟ କରି କାଟିବ ଏଠି ଦେଖ ଗୋଟିଏ ଷ୍ଟେପ ଏଠି କଲି ତାପରେ ଏଠି ଗୋଟେ ଷ୍ଟେପ କଲି ଦିଟା ଷ୍ଟେପରେ କାମ ଖତମ ଆଉ ତମେ ଏତେ ଷ୍ଟେପ କାହିଁ କରିବ ତମ ସମୟ କାହିଁ ସରିବ ବୁଝିଲ ତମ ଟାଇମ ଟେକିଂ କ୍ୱେଶ୍ଚନ ଏଇଟା ହେଲା ଦେଖ ନେକ୍ସଟ କ୍ୱେଶ୍ଚନ ସମାଧାନ କରିବା ନେକ୍ସଟ କ୍ୱେଶ୍ଚନ କଣ ରହିଛି नेक्स्ट क्वेश्चन देखो इफ द एरिया ऑफ ए सर्कल यदि देइछि गोटे एरिया ऑफ सर्कल दे देते 616 सेंटीमीटर स्क्वायर आणि कॉर्ड दे मैं फर्स्ट चित्र कर देकी बुझी दउछि तुमको कॉर्ड हला एगोटा बुझि पाना बुझिरनी एला कोन तमर कॉर्ड हा तापर देखो कॉर्ड ना दे दउछि एक्स वाई ते लिखि देछि त वैल्यू 10 सेंटीमीटर ता देखो देन फाइन the perpendicular distance from the center first ଆମେ circle କରିଛେ ମାନେ center କରିବାକୁ ପଡିବ coordinate କଣ ପାଇଁ ଆମେ ହେଲା ଦେଖ center କରିଦେଲି center ଠାରୁ ଗୋଟେ perpendicular draw କରାଯିବ କାହା ପ୍ରତି ନା chord ପ୍ରତି ମୁଁ କରିଦେଲି ଏଇଟା ଆମେ ସହଜ ସେ କଣ ହବ perpendicular ହବ ତେଣୁକରି 90 ଡିଗ୍ରୀ ହେଲା ତାପରେ ଏଇଟା କଣ କରିଦେବି o କୁ x ସହିତ କଣ କରିଦେବି ଜଏନ୍ କରିଦେବି ତାପରେ ଏଇଟା କଣ ହେଲା ଆମର ଗୋଟେ ରାଇଟ ଆଙ୍ଗେଲ ଓ ଏଇ ଯୋଉ ଦେଖିପାରୁଥିବ ତମେ ଓ ଏ x ଏଟା ଗୋଟେ ରାଇଟ ଆଙ୍ଗେଲ ଏଇଟା ଟୋଟାଲ ଟା ହେଲା ଦେଖ x y କଟା ଦେଇଥିଲା କେତେ 10 ତାହେଲେ ଏ ଏକ୍ସ କେତେ ହେଇଯିବ କହିଲା ଏଟା ହେଲା 5 ହେଇଯିବ ତମେ ସମସ୍ତେ ଜାଣିଛ କ୍ଷେତ୍ରଫଳ କେମିତି ବାହାର କରିବା ହେଲା ଭେରି ସିମ୍ପଲ ହେଲା ବୁଝିଲ ବୁଝିଲ ଦେଖ କଣ ପଚାରୁଛି ଫାଇଣ୍ଡ ଦ ଡିଷ୍ଟାନ୍ସ ଫ୍ରମ ଦ ସେଣ୍ଟର ଅଫ ଦ सर्कल टू द कॉर्ड एक्स वाई ହେଲା ବୁଝିଲ ଡିଷ୍ଟାନ୍ସ ବାହାର କରିବା ପାଇଁ କହିଛି ଏଇ ଗୋଟାକ ଦେଖି ପାରୁଛ ଦେଖି ପାରୁନ ମତେ ଆର ବାହାର କରିବାକୁ ପଡିବ କ୍ଷେତ୍ରଫଳ ସୂତ୍ର କଣ ପାଇ ଆର ସ୍କ୍ୱାର ଇକ୍ୱାଲ ଟୁ 616 पाई जगह का वैल्यू पके दी 2207 into r स्क्वायर इक्वल टू केते 1 6 1 6 22 रे काटी परिबी 22 दुगुणे केते 44 बुझी परना बुझी परनी 44 हेले केते गला 6 44 6 50 11 11 11 ହେଲା କେତେ 22 ଅଷ୍ଟା ଅଷ୍ଟା ଏଟା ଅଷ୍ଟା ହେଲା ବୁଝିଲେ ନି ଅଷ୍ଟା ହେଲା ତାପରେ କତ କହିଲେ ଆର ସ୍କ୍ୱାର 7 ଏପଟେ କହୁଛି ହରାଇ ସୁଟିଲେ କଣ ହବ ଗୁଣା ହବ 28 ଗୁଣ 7 ହେଲା 28 तो केवल आर बार मार्क अछि मको भांगी देबी 4 गुणन करते कर 7 गुणन 7 कर देबी ताले देखो दीटा साथ रे वर्गमूल बाहरला बेलू कोन जो वर्गमूल बाहरला बेलू दीटा साथ रे गोटे 7 गोटे 4 अछि ताले कोन करते वर्गमूल हेले 2 7 गुण केते गेला 14 ताले आर केते गाडी गेला मोर आर बाहर गेला 14 बर्तमान कोन करबी एटा गेला मोर 14 गोटे 50 थाला सेंटर ठारू एई जो कॉर्ड प्रति जो परपेंडिकुलर डग आर लेंथ 50 थाला ता माने कोन 50 थाला ओ ए 50 थाला ओ एटा केन बाहर करी हम जान सेटा राइट एंगल ट्रायंगल এটা কোন হাইপোটেনাস এটা কোন বেস এটা কোন পারপেন্ডিকুলার তাহলে পি কেমতি বাহারিব পারপেন্ডিকুলার मतलब পি পি কেমতি বাহারিব না h স্কয়ার মাইনাস অফ বি স্কয়ার h কে ଦେଇଛି ନା 14 14 14 ର ସ୍କୟାର ମାଇନସ କେତେ 5 ସ୍କୟାର 14 ସ୍କୟାର ମୁଁ ଜାଣିଛି କେତେ 196 ମାଇନସ କେତେ 25 196 25 ଫେରଲେ କେତେ 171 ର ରୁଟ ଓଭର ବର୍ତ୍ତମାନ ମୋର ଆନ୍ସର ସରିଗଲାଣି ଦେଖ ଅପସନ ନମ୍ବର 1 ରେ ଅଛି ନା ନାହିଁ ଅଛି तो बोली एते समय लगला आपण को जम 15 सेकंड करी बोली नाइ कोठी बोते एते समय लगला तो जमा किसी विषय में नहीं देखो तमे लाइन टा तो जानि छ स्टार्टिंग मोर बुझुछि बेले ना करछि मोर एते दरकार कोन दरकार मते कहबा मते कोटी कोटी आडे काम हो मोर केवल हाथ चले पाटी को चले ना कोन थोड़ी ना तो जाने ता बारे वैल्यू पुट कर दीछि एते आर तो बाहर गेला आर तो बाहर करे को 15 सेकंड नबो ना कोन आर बाहर करे 5 सेकंड नबो कारण तमे सिंपलीफाई करे तो समय लागुछि एते केवल सिंपलीफाई करछि आ एते तो कम रे मु काई सूत्र लिखु मु जानली जे पी ମୁଁ ତ ଡାଇରେକ୍ଟ 196 ମାଇନସ ହେଲା 25 କରିବି ତାହେଲେ ବାହାରିଲା 161 121 ରୁଟ ଓଭର ସଇଲା କାମ ମୁଁ ଏତେ ବାଟ କାହିଁ କରିବି ଏଇ ଟାଇପର କରିଛି କିଛି କରିବାର ଅସୁବିଧା ନାହିଁ ତ ମୁଁ ବୁଝିବାର ଥିଲା ତ ସେଥିପାଇଁ ଏଇଟା ମୁଁ କରିଦେଲି ଯଦି ମତେ କୁହାଯାଇଥାନ୍ତେ କ୍ୱେଶ୍ଚିନ୍ କରିବା ପାଇଁ ମୁଁ ତ ଏଟାକୁ 7 ସେକେଣ୍ଡ ଛାଡି ଦେଇଥାନ୍ତି କେମିତି ମାନେ ଏଠି ନେଇଥାନ୍ତି 4 ସେକେଣ୍ଡ ଏଟା 2 ସେକେଣ୍ଡ ନେଇଥାନ୍ତି ସଇଲା କାମ ବୁଝିପାରିଲ ବୁଝିପାରିଲ ତାପରେ ନେକ୍ସଟ କ୍ୱେଶ୍ଚିନ୍ नेक्स्ट क्वेश्चन समस्त देखि पड़थियो कोठी तो एरिया फॉर टू ट्रायंगल्स इज एरिया देखो दीटा ट्रायंगल अछि ट्रायंगल त्रिभुज रहिछि जहार एरिया दे दैछि गोटा दैछि अनुपात दैछि एरिया तो दे दैछि एरिया तो देनी सेमानकर रेशियो दैछि 5:3 हला तार जे हाइट भी दे दैछि हाइट तुम सब जानिछ एटा मानकर सपोज एटा हला कोन कैपिटल एच एटा हला कोन तमर स्मॉल एच हला कौन स्मॉल एच आर रेशियो दे दैछि पथ्य देखो एरिया हला गोटा लिखि देछि कैपिटल ए गोटा लिखि देछि कते स्मॉल ए गोटा लिखि देछि केते स्मॉल ए लिखि देबी बुझि पाला ना बुझि पालोनी हला
ଆଉ କଣ ଦେଇଛି ନା ଦେଇଛି ଗୋଟାକୁ କ୍ୟାପିଟାଲ ଏଚ୍ ଲେଖି ଦଉଛି ଏଇଟା କେତେ ଦେଲା 5 ଆଉ ସ୍ମଲ ଏଚ୍ ଲେଖି ଦଉଛି କେତେ ଦେଇଛି 7 ଦେଇଛି ଜାଣିପାରୁନି ଏଇଟା ହେଲା 5 ଦେଇଥିଲା ଏଇଟା ଦେଇଥିଲା କେତେ 7 ଭେରି ସିମ୍ପଲ ଆମେ ତ ସମସ୍ତେ ଜାଣିଛେ ଫାଇଣ୍ଡ ଦ ରେସିଓ ବେସ୍ କେମିତି एरिया का सूत्र था हाफ इनटू बेस देखो आर बी यूज कैपिटल बी आर यूज स्मॉल बी देखो दीटा ट्रायंगल कर देली जड़ कर लेके तले बेस हो कैपिटल बी आउ जड़ कर बेस स्मॉल बी आर हाइट लेके तले स्मॉल कैपिटल एच आर हाइट लेके स्मॉल एच वर्तमान एरिया केंति बाहर करी बाहर दी जनकर एरिया रो रेशियो केंति बाहर करना हाफ इनटू बेस ए हाफ इनटू बेस इनटू हाइट फर्स्ट रा तब सेकंड रा सेंट बाहर करना हाफ इनटू बेस ए इनटू कोन हाइट इक्वल टू कोन हे जो एरिया ए बाई ए कैपिटल ए बाई स्मॉल ए बुझ समझे देखो हाफ हाफ कटि गला तापर देखो बी एटा हम कम पचाथला ए जे देखो ए जगह केते बी रा वैल्यू पचाथला दुईटा बी रो रेशियो पचाथला कम पचाथला कैपिटल बी बाई स्मॉल बी रो रेशियो केते हो ताले ए जे कैपिटल बी स्मॉल बी एपटे कोन सी मल्टीप्लाई सब डोले कोन हबो डिवाइड स्मॉल एपटे कोन होची कार वैल्यू देइची फास्ट देखो आमको दुईटा एज रो वैल्यू जଣା ଅଛି ଏ ଦୁଇଟା କଣ ଗୁଣା ସବୁ ଡୋଲେ कोन हरा हबो ताले एपटे कम बढिबो कैपिटल बी बाई स्मॉल बी सेपटे कोन अछि एरिया रो रेशियो केते हबो हम देखछन 5 बाई 3 आगुआ था केते 5 बाई 3 एटा को उल्टेई दे हरा माने गुणा हबो त स्मॉल एच आगुआ लेखाओ स्मॉल एच केते अछि 7 अछि कैपिटल एच केते अछि कैपिटल एच केते अछि 5 जल्दी देखो 5 5 कटि गेला ऊपर रहला 7 तळे रहला 3 एटा केते सिंपल वेरी सिंपल एई परि भाबरे क्वेश्चन आउछ सेई पॉइंट त हम 25 टा दउछ करिया पई बुझिला नै तर 7 नंबर 3 केते नंबर ऑप्शन अछि ऑप्शन नंबर बी तुम देखि परतो केते सहज खाली बुझौछि बेली बहुत कथा कहै पड़छ तुमको नसे एते समय काहे लगन मते को तुम तो डायरेक्ट एंड लिखतन नॉन एठी भी तने सिखी गला कोन केबे भी हाफ लिखिबोनी हला आप कोन पे लिखो किसी आवश्यक नहीं हम जानछे बी एटा केन बाहर हो जेतोले दुईटा ट्रायंगल रेशियो बाहर कराछि तले हम जानछे सिबान हाफ हाफ तो कटि जबो आगला कोन भूमि गुण उच्चता एपटे से भूमि गुण उच्चता तले सेटा कोन कहबो एरिया रेशियो से इक्वल होला ताबरी हम को बाहर कराछि बी बाहर कराछि सब बी बाहर कराछि पांच दी जनक भूमिर अनुपात बाहर कराछि तमरे ए दिटा कोन सेपटे मल्टीप्लाई हेला सेपटे कोन डिवाइड हो माने कोन उल्टी जीवो उल्टी देल तुम तक देखि पाछ ना काटि देली कोना कोनी काई 7 35 बाई 15 करबी कोन काटिबी नो जमा नो एते भूल कहीं करिए मैं एत बाटा करी कहीं फोन पचा आसी नो हला देखो if the area of two similar triangle area of two similar triangle is similar माने सर्वसम त्रिभुज दुईटा सर्वसम त्रिभुजर साइन तो जानिछ तमे हला देखो सर्वसम चिन्ह एटा को देइछि आर देइछि 196 एरिया आर देइछि 645 पी तुम को पचाछि what would be the ratio of the corresponding side ए दुईटा ट्रायंगल रेशियो रो करस्पेंडिंग माने कोन अनुरूप बाहुर दैर्घ्यर अनुपात केते हबो आमे पढिथेले स्कूल लेवल पाठडा एडा सब ए सब तो स्कूल लेवल मते लागुଛି ये सब तो क्वेश्चन स्कूल लेवल हैला तुमको कोन लागुଛି कि मते कहबे स्कूल लेवल क्वेश्चन जदी न करि पर छाडी के सो ताला फायदा न पाठ पढी किछि कले आउ से कॉम्पिटिटिव एग्जाम बसी किछि फायदा नहीं देखो करस्पेंडिंग साइड एटा को एटा हेई पारे न हेई पारे एमती किछि माने नहीं जे ए साइड को एटा हबो बजार नहीं देखो करस्पेंडिंग साइड मतलब कौन देखो ए बी सी तुम गोटे कॉन्सेप्ट टी कहि दबो चाहूची डी ई एफ एई गोटे कॉन्सेप्ट होची जे कोनसी दुईटी सर्वसम त्रिभुजर जदी दुईटी त्रिभुज परस्पर सर्वसम हुए बा सिमिलर हुए बुझला नै से मानकर क्षेत्रफलर अनुपात हला से माने बाहुर वर्ग अनुपात सहित समान हबो बुझले कोन कहली एरिया बुझले माने करे एई त्रिभुजर एरिया हला कोन x एई त्रिभुजर एरिया हला कोन y चल देखो मु लिखचे को त्रिभुज x और त्रिभुज कोन कहली y ए दि जनकर एरिया रो अनुपात से माने कोन बाहुर वर्ग अनुपात सहित समान बाहु कोन अछि माने करे हला गोटे बाहु हला bc तार हला कोन ef हला अनुरूप बाहुर वर्ग अनुपात सहित समान हबो बुझले तेनु करी कोन बाहर करे सॉरी उल्टा ही लिखिदेली पिला माने एटा को हला स्क्वायर टा को रूट ओवर टा को एक पटे दिया हबो एक पटे दिया हबो बुझले राइट साइड रे दिया हबो ओ माय गॉड कटि गेल देखो बुझले नहीं जस्ट टिकने को इरेज कर दो हला एई बावला बेले बेले एमती हुए हला देखो मु कौन कहली एरिया रो रूट ओवर भाग केला पर बाहुर अनुपात से समान हबो ताले एरिया त माने देई देई 196 डिवाइडेड बाय केते हला 625 आर रूट ओवर भाग केले केते हबो 196 केते 14 125 केते 25 चाले हला कोन बाहुर अनुपात केते हेला 14 अनुपात 25 कोट रहि देखिला ऑप्शन नंबर 1 रे तो ई समस्या जानि परला नै चल जेते बळे क्षेत्रफल अनुपात देइथबो बाहुर अनुपात पचारथबो चल तेको तारा कोन वर्गमूल मारथबो आ जते उल्टा उल्टा कि मन करते सपोज देछि बाहुर अनुपात देछि गोटे आर बाहु देछि गोटे 14 देछि एटा देछि के 25 देछि
ଆଉ ପଚାରିଛି କଣ ଏଇ ଦି ଜଣଙ୍କର କ୍ଷେତ୍ରଫଳ ଅନୁପାତ କେତେ ହବ ନା ସେ ବାହୁର ବର୍ଗାନୁପାତ ବାହାର କରିଦବ। କୋଉଟା ପଚାରିଛି ଆଉ ଅଧିକ ଫାଷ୍ଟ ଡେରିଭେଟିଭ ପଚାରିଲେ ସେକେଣ୍ଡ ଡେରିଭେଟିଭ ଯଦି ନାଁ ଫାଁ ଦେଇଦେଉଛି ନାଁ ଫାଁ ଦେଇନି ନା ତେଣୁ ଡାଇରେକ୍ଟ ତମେ କଣ କରିପାରିବ 25/14 ର ସ୍କୋୟାର କରିଦବ ସେଇଟା ହେଇଯିବ କ୍ଷେତ୍ରଫଳ ଅନୁପାତ। ତାହେଲେ 25 ସ୍କୋୟାର କେତେ 625 14 ସ୍କୋୟାର ହେଲା 196 ଏଇଟା ହେଲା କଣ ଦିଟା ତ୍ରିଭୁଜର କ୍ଷେତ୍ରଫଳ ଅନୁପାତ ସମଝେଇ ବୁଝିଲନି ବହୁତ ସହଜ। ଆଉ ପୁଣି କଣ ହବ ଦେଖ ବାହୁର ଅନୁପାତ ଯେମିତି ବାହାର କଲ ଏରିଆରୁ ସେଇପରି ଭାବରେ ପରିସୀମାର ଅନୁପାତ ବି ସେତିକି ହବ ଉଚ୍ଚତାର ଅନୁପାତ ବି ସେତିକି ହବ। ଯଦି ବାହୁ ନ ପଚାରିଥାନ୍ତା ପରିସୀମାର ଅନୁପାତ କେତେ ହବ ତେବେ ସେମିତି କ୍ଷେତ୍ରଫଳର ବର୍ଗ ଅନୁପାତ କରିଥାନ୍ତ। ବୁଝିପାରିଲ ନା ବୁଝିପାରିଲନି ବହୁତ ସିମ୍ପଲ ଦେଖ ତାପରେ ନେକ୍ସଟ କ୍ୱେଶ୍ଚନ କରିବା ବହୁତ ସମୟ ହେଇଯାଉଛି ଗୋଟେ କ୍ୱେଶ୍ଚନ ବୁଝିବା ପାଇଁ କ୍ୱେଶ୍ଚନ ଯଦି ବୁଝିବାର ଅଛି ନା the ratio of the length of each equal side of and the third side an isosceles triangle is 3:5 କହିଛି ଗୋଟିଏ ଆଇସୋସ୍କେଲ ଟ୍ରାଙ୍ଗେଲ ହେଇଛି ମାନେ ସମଦ୍ୱିବାହୁ ତ୍ରିଭୁଜ ଯାହାର ନାମ ଦେଇଦେଲି ABC ବୁଝିପାରିଲ ନା ନାହିଁ ସିଏ କହିଛି ଇଚ ଇକ୍ୱାଲ ସାଇଡ ଆଉ କଣ ଆଉ ଯୋଉଗୁଡାକ ଥାର୍ଡ ସାଇଡ ର ଅନୁପାତ ଦେଇଛି ଇଚ ଇକ୍ୱାଲ ସାଇଡ କୋଉଟା ଏ ଦିଟା ମନେକର ଇଚ ଇକ୍ୱାଲ ସାଇଡ ତାହେଲେ ଅନୁପାତ ଦେଇଛି ମାନେ ମନେକର ଏଇଟା କେତେ 3x ଏଇଟା କେତେ ହେଇଯିବ ସେଇ 3x ହେଇଯିବ ମାନେ ଦିଟାକ ଇକ୍ୱାଲ ହବ ଇକ୍ୱାଲ ସାଇଡ ପୁରା ଆଇସୋସ୍କେଲ ଟ୍ରାଙ୍ଗେଲ ଏଇଟା ହେଲା କେତେ ହେଇଯିବ ନା 5x ହେଇଯିବ। ତାହେଲେ ସେ ପଚାରିଛି କଣ ପଚାରିଛି ଯଦି ଏଇ ଟ୍ରାଙ୍ଗେଲ ର ଏରିଆ ଦେଇଦେଇଛି ଏରିଆ କେତେ ଦେଇଦେଇଛି ଦେଖ ମୁଁ ଏଠି ଗୋଟେ ପର୍ପେଣ୍ଡିକୁଲାର ଡ୍ର କରିଦେଲି ଯୋଉଟା ହେଇଯିବ କଣ ଏଇ ହାଇଟ୍ ଅଫ ଦ ଟ୍ରାଙ୍ଗେଲ ହେଇଯିବ ବୁଝିଲ ବୁଝିଲୁ ତାହେଲେ କଣ ହେଇଗଲା ଦେଖ ସମସ୍ତେ ଭଲସେ ଏରିଆ ଟା ଦେଇଦେଇଛି ଏରିଆ କେତେ ଦେଇଛି 30 ବୁଝିଲ ବୁଝିଲ ଏଟା ଦେଇଦେଇଛି 30 √11 ହେଲା ବୁଝିଲନି ଦେଇଦେଇଛି ତାହେଲେ ପଚାରିଛି ତ ଦେନ୍ ଦ ଲେନ୍ଥ ଅଫ ଦ ଥାର୍ଡ ସାଇଡ ମାନେ କୋଉଟାକ ନା ଏଇଗୋଟାକ ଥାର୍ଡ ସାଇଡ କୋଉଟାକ ଏଇଗୋଟାକ ଥାର୍ଡ ସାଇଡ କୋଉଟାକ ଲେନ୍ଥ ପଚାରିଛି ଥାର୍ଡ ସାଇଡ କେମିତି ବାହାର କରିବା ଦେଖ ବର୍ତ୍ତମାନ ଦେଖ ଏଇଟା କଣ ଗୋଟେ ପର୍ପେଣ୍ଡିକୁଲାର ଡ୍ର କରାଯାଇଛି ଏ ଭର୍ଟେକ୍ସ ରୁ ବିସି ପ୍ରତି ଗୋଟେ ପର୍ପେଣ୍ଡିକୁଲାର ଡ୍ର କରିଛି ଯୋଉଠି କଣ ଯୋଉଟା ଗଲା ଏଡି ଏଇଟା କଣ ଆ ପ୍ରତି ପର୍ପେଣ୍ଡିକୁଲାର ଏଇଟା ହେଲା କଣ ଗୋଟେ ରାଇଟ ଆଙ୍ଗେଲ ଟ୍ରାଙ୍ଗେଲ କୋଉଟାକ ଏ ଡି ସି ଗୋଟେ ରାଇଟ ଆଙ୍ଗେଲ ଟ୍ରାଙ୍ଗେଲ ଏଇଟା ହେଲା କଣ ହାଇପୋଟେନସ୍ ଏଇଟା କଣ ବି ଏଇଟା କଣ ହେଲା ଦେଖ ଏଇଟା ହେଲା କଣ ପି ପି କେମିତି ବାହାର କରିବି ନା ଆର ସ୍କୋୟାର ମାଇନସ ଆର ସ୍କୋୟାର ଇକ୍ୱାଲ ଟୁ ଆର ବୁଝିଲ ବୁଝିଲ ଦେଖ କେମିତି ବାହାର କରିବି ସେଇଟା କଣ ନା 3x ର ସ୍କୋୟାର ମାଇନସ କେତେ 5x/2 ର ହୋଲ ସ୍କୋୟାର ବୁଝିଲ ବୁଝିଲ ରୁଟ ଓଭର ବାହାର କଲେ ଏଇଟା କଣ ହେଲା ଉଚ୍ଚତା ହେଇଗଲା ଦେଖ ଯେତେବେଳେ ମୁଁ ଏଇଟାକୁ ସିମ୍ପ୍ଲିଫାଇ କରିବି 5x/2 ର ହୋଲ ସ୍କୋୟାର କରିବି ତାହେଲେ 5x ର ହୋଲ ସ୍କୋୟାର ହେଇକି ଏଇଟା 2 ର ସ୍କୋୟାର ହେଇଗଲା 4 ଚାରିଟା ଏପଟକୁ ପଳେଇ ଆସିବ ନା ତାହେଲେ କେତେ ହେଇଯିବ ଏଇଟା ନା 4 3x ର ହୋଲ ସ୍କୋୟାର ମାଇନସ 5x ର ସ୍କୋୟାର ବି ଏମିତି ବି ମଧ୍ୟ ଲେଖିପାରିବି ଆକୁ ଆର ରୁଟ ଓଭର ଦେଇଦେବି ବୁଝିପାରିଲ ନା ବୁଝିପାରିଲନି ତେବେ ଦେଖ ଆମେ କେମିତି ଏଇଟା ହେଇଗଲା ଉଚ୍ଚତା ହେଇଗଲା ତାହେଲେ ଭୂମି କେତେ ଭୂମି ଅଛି କେତେ 5x/2 ମୁଁ କଣ କରିବି ତ୍ରିଭୁଜର କ୍ଷେତ୍ରଫଳ କେମିତି ହାଫ ଇଣ୍ଟୁ ଭୂମି ଗୁଣ ଉଚ୍ଚତା ଭୂମି ହେଲା କେତେ ଅଛି 5x/2 ବୁଝିଲ ନା ନାଇଁ ପୁଣି ଏତିକି ଉଚ୍ଚତା ତ ଏଇଗୁଡା ମିଳିଲା ତାହେଲେ କ୍ଷେତ୍ରଫଳ କେତେ ଦେଇଥିଲା ନା 30 √11 ବୁଝିଲ ନା ନାଇଁ ଦେଖ ମୁଁ କଣ କରିବି 5 ରେ ଟିକେ କାଟିଦେବି 5 କାଟିଲେ କେତେ ହେଲା 6 ହେଇଗଲା ବୁଝିଲ ନାଇଁ ଏପଟେ କେତେ ରହିଲା 4 ହେଇଗଲା 4ଟା ବେଳେ ହରାଇଛି ଉଠିଲେ କଣ ଗୁଣା ହବ ବୁଝିଲ ନା 4 ହେଇଛି କଣ ହେଇଛି ହରାଇଛି ଗଲେ କଣ ଗୁଣା ହବ ତାହେଲେ ଏଠି କେତେ ହେଲା 3 3 9 ଚଉଦରେ 36 36x ସ୍କୋୟାର 36x ରୁ 25x ସ୍କୋୟାର ଗଲେ କେତେ 36x ସ୍କୋୟାର 25x ସ୍କୋୟାର ଗଲେ କେତେ କିରେ 11x ସ୍କୋୟାର କେତେ ହେଲା 11x ସ୍କୋୟାର ତାହେଲେ ତାର ରୁଟ ଓଭର କେତେ ହବ 11x ହବ ଏ ସରି √11x ହେଇଯିବ ଏପଟେ 2 କଣ ହେଇଥିଲା 2 ଗୁଣା ହେଇକି ସରି ହରା ହେଇକି କଣ ଗୁଣା ହବ ତାହେଲେ 6 ଚଉ କେତେ ହେଲା 24 √11 କେତେ ହେଇଗଲା 24 √11 ବର୍ତ୍ତମାନ ଦେଖ 11 କଟିଗଲା ତାହେଲେ x ଇକ୍ୱାଲ ଟୁ କେତେ ହେଇଗଲା 24 ହେଇଗଲା 24 ବାହାରିଗଲା ତାହେଲେ ପଚାରିଥିଲା କଣ ଆମକୁ କଣ ପଚାରିଥିଲା ଦେଖ ଆମକୁ ଦେଇଥିଲା କଣ ପଚାରିଥିଲା ଦେନ୍ ଦ ଲେନ୍ଥ ଅଫ ଦ ଥାର୍ଡ ସାଇଡ ଟା କଣ ହେଇଥିଲା ନା 5x ଥିଲା 5x ପୁଟ୍ କରିବି ତାହେଲେ କେତେ ହେଲା 5 ଗୁଣନ କେତେ 24 ଇକ୍ୱାଲ କେତେ 120 ଦେଖ এই অপশনে নাই এই কোশ্চেনটা রং ଥିଲା ହେଲା ବୁଝିଲେ ନାଇଁ ତାପରେ ଦେଖ ଅପସନ ନାହିଁ ହେଲା ଦ ପେରିମିଟର ଅଫ ଆନ୍ ଇକ୍ୱିଲେଟରାଲ ଟ୍ରାଙ୍ଗେଲ ମାନେ କଣ ସମବାହୁ ତ୍ରିଭୁଜ ମୁଁ ଗୋଟେ ସମବାହୁ ତ୍ରିଭୁଜ କରିଦେଲି ଯାହା ନାଁ ଦେଇଦେବି ଏ ବି ସି ହେଇଗଲା ନା ହେଇଗଲାନି ହେଇଗଲା ବୁଝିଲ ନାଇଁ ଏଇଟା କେତେ ଦେଇଦେଇଛି ପେରିମିଟର ମାନେ ପରିସୀମା 3a ଦେଇଦେଇଛି କେତେ ଦେଇଛି 3a ଦେଇଛି 48 a ହେଲା କେତେ ହେଇଗଲା 16 ବୁଝିଲେ ବାହୁ ହେଲା କେତେ 16 ସେ ପଚାରିଛି କଣ ରେ ଏରିଆ ପଚାରିଛି ଏରିଆ କେମିତି ବାହାର କରିବି ଫର୍ମୁଲା ମନେ ରଖିଥିବା ଦରକାର √3/4a ସ୍କୋୟାର ଏ ଜାଗାରେ କେତେ ପକେଇ 16 × 16 ତାପରେ ଏଠି 4 କାଟିଲେ କେତେ ହେଲା 4 16 ଚଉ କେତେ 64 ଅପସନ ରେ ଅଛି ନା ନାଇଁ ଦେଖେଇ ଦିଅ 64 √3 ଅପସନ ଡି ତାହେଲେ ଏ କ୍ୱେଶ୍ଚନ ଟା କେତେ ସମୟ ଲାଗିବ 2 ସେକେଣ୍ଡ 3 ସେକେଣ୍ଡ ଭିତରେ ତୁଣ୍ଡେ ତୁଣ୍ଡେ ବି କରିପାରିବ ବୁଝିଲନି ତାପରେ କ୍ୱେଶ୍ଚନ ଦେଖ ଦେଇଛି ଗୋଟେ ଏରିଆ ଅଫ ସେକ୍ଟର ତ ତମେ ସେମିତି ଦେଖିଛ ମୁଁ ତମକୁ କହିଥିଲି ଷ୍ଟାର୍ଟିଂ ଏଇଟା କଣ ଗୋଟେ ସେକ୍ଟର ଏରିଆ ଦେଇଦେଇଛି କେତେ ସେକ୍ଟର ଏରିଆ ମାନେ ସୂତ୍ର କଣ ଆମେ ଜାଣିଛେ ଥୀଟା ତ ଦେଇଦେଇଛି 270 ବାଇ କେତେ ଦେଖ ଏରିଆ ଅଫ ଦ ସେକ୍ଟର କେତେ ଅଛି 1848 ହେଲା ଏରିଆ ଅଫ ଦ ସେକ୍ଟର ଅଫ ଦ ସେଣ୍ଟ୍ରାଲ ଆଙ୍ଗେଲ କୋଉଟା ଏଇଗୁଟା ଦେଇଦେଇଛି କେତେ 270 ଦେଇଦେଇଛି ହେଲା
ବୁଝିଲ ନା ଫାଇଣ୍ଡ ଦ ରାଡିୟସ୍ ଅଫ ଦ ସର୍କଲ ରାଡିୟସ୍ ଜାଣିଛି କୋड ଏରିଆ ଅଫ ସେକ୍ଟର ଫର୍ମୁଲା କଣ ଏଟା ବାଇ 360 ଇନଟୁ କେତେ ପାଇ ଆର ସ୍କୋୟାର ପାଇ ଆର ପକେଇ ଦେଇ 22 7 ଆର ସ୍କୋୟାର ପକେଇ ରଖି ଦେଇ ଆର ତ ପଚାର ଥିଲା ନା ନାଇଁ ଗୋଟେ ଗୋଟେ ଶୂନ ଶୂନ କାଟିଦେଲି ଏଠି କେତେ 9 ରେ କାଟିଲେ 9 3 କି 9 ରେ କାଟିଲେ 9 4 ବୁଝିଲ ବୁଝିଲ ତାପରେ ଏଠି କଣ କରିଦେବି 2 ରେ କାଟିଲେ 2 2 ରେ କାଟିଲେ କେତେ 11 ତାର 3 କାଟିଦେବି 3 6 କେତେ 18 3 କେ 3 3 6 18 ବୁଝିଲେ 6 16 ତାର 11 ତ କଟିଯିବ ହେଲା 11 କଟିଯିବ ଦେଖ ଟ୍ରାଏ କରି କଣ ହଉଛି 11 5 55 ଆଉ କେତେ ଗଲା 6 6 56 56 ଦୁଗୁଣା କେତେ ଦେଖ 56 ଗୁଣନ 2 ତାପରେ ଏମିତି କାହିଁ କରିବି ତାକୁ ମୁଁ ତ କରିଦେବି r ସ୍କୋୟାର ଇକ୍ୱାଲ ଟୁ କଣ କରିଦେବି ଏପଟେ ଅଛି 56 ଏପଟେ ହରାଇରେ ସେପଟେ ଗୁଣା ହବ ଗୋଟେ ହେଲା 2 ଅଛି ଗୋଟେ ହେଲା 7 ଅଛି ଦେଖ 56 କଣ କରି r ଆମର ପାଖରେ ଅଛି ନା ରାଡିୟସ୍ ପଚାରିଥିଲା ତେଣୁ କେମିତି କରିବି 7 ଗୁଣନ 8 କରିଦେବି ଗୁଣନ 2 କରିଦେବି ଗୁଣନ କେତେ 7 କରିଦେବି ରାଡିୟସ୍ କେମିତି ବାହାରିବ r ବର୍ଗମୂଳ ଦିଟା 7 ରୁ ଗୋଟେ 7 ଯିବ 8 2 16 କେତେ 4 7 କେତେ ହେଲା 28 ତାହେଲେ r କ୍ୱେଶ୍ଚନ ଆନ୍ସର କେତେ ହେଲା 48 ମତେ ଅପସନ ସେଟ୍ କରିବା ମନେ ନାହିଁ ବୁଝିଲା ନାହିଁ ଦେଖ ନେକ୍ସଟ କ୍ୱେଶ୍ଚନ ଦେଖ ନେକ୍ସଟ କ୍ୱେଶ୍ଚନ କେତେ ସିମ୍ପଲ ରହିଛି क्वेश्चन अपड़ पड़ू भावुथ मैंने केते सिंपल हाँ सिंपल सतरे मु क्वेश्चन अरेंजमेंट करते हम जानि सिंपल दी फर्स्ट द लेंथ ब्रेथ एंड हाइट ऑफ ए रूम आंसर तो जानि छे एटा गोटे कोन हे गला रूम सपोज एटा गोटे रूम रूम रा डायग्राम पास कर देबी बुझि भेजला बुझि पारना एटा गोटे कोन हे गला हमरा रूम हे गला एटा कोन कर देबी एटा ड्रा कर देबी एटा हमरा उसकी छत बुझा बुझि न छत में भी पहले देखो ଏଇଟା ହେଲା କଣ ଦେ ହାଇଟ୍ ଦେଇଦେଇଛି କେତେ ସରି ଲେନ୍ଥ ଦେଇଦେଇଛି କେତେ 10 ତାପରେ କଣ ଦେଇଛି ବ୍ରେଥ ଦେଇଛି କେତେ 8 ଦେଇଛି ହାଇଟ୍ କେତେ ଦେଇଛି 6 ଦେଇଛି ବୁଝିଲ ନା କୋଉଟା ଏଇଟା ହେଲା କଣ ଲେନ୍ଥ ଏଇଟା ହେଲା କଣ ତମର ଏଇଟା କଣ ତମର ବ୍ରେଥ ଏଇଟା କଣ ତମର ହାଇଟ୍ ବୁଝିପାରିଲ ବୁଝିପାରିଲ ଏଇଟା ତମର କଣ ହାଇଟ୍ ଜାଣିପାରିଲାନି ତାପରେ ସେ ପଚାରିଛି ଫାଇଣ୍ଡ ଦ କଜ ଅଫ ହ୍ୱାଇଟ୍ ୱାସିଂ ହ୍ୱାଇଟ୍ ୱାସିଂ କରିବା ଧଳା ଚୂନ ଲିପିବ ଦ ୱାଲ କୋଉଠି ଦ ୱାଲ୍ସ ଅଫ ଦ ରୁମ୍ ର ୱାଲ ଆଣ୍ଡ ଦ ସିଲିଂ ତ ଜାଣିଛ ଏଇ ଉପରଟା କଣ ଏଇ ଯୋଉ ଛାତ ଏଇ ଛାତଟା କେମିତି କରାଯିବ ଏଇ ଏପଟଟା କରାଯିବ ଏଇ ଆଗ ପଟେ କରାଯିବ ଏଇ ଏପଟେ ବାଁ ପଟେ କରାଯିବ ଏପଟେ ଡାହାଣ ପଟେ କରାଯିବ ଆଗ ପଟେ କରାଯିବ ପଛ ପଟେ କରାଯିବ ହେଲା ଏଇ ଚାରିଟା ଛାତ ଏପଟେ ବାଁ ପଟେ ଡାହାଣ ପଟେ ଆଗ ପଟେ ପଛ ପଟେ ଏତିକି କଣ କରାଯିବ ହ୍ୱାଇଟ୍ କଲର କରାଯିବ ୱାସିଂ କରାଯିବ ବୁଝିଲ ନା ନାଇଁ ଆମେ କଣ ଦ ସିଲିଂ ଆଟ୍ ଦ ରେଟ୍ ଅଫ 7 ଟଙ୍କା 50 ପଇସା ବୁଝିଲ 7 ଟଙ୍କା 50 ପଇସା ପର ମିଟର ସ୍କୋୟାର ହେଲା ପର ମିଟର ସ୍କୋୟାର କୁ ଏତିକି ଟଙ୍କା ହିସାବରେ କେତେ ଟଙ୍କା ଖର୍ଚ୍ଚ ହବ ବୋଲି ପଚାରୁଛି ବୁଝିଲ ହେଲା ତାପରେ ଆମେ କେମିତି ବାହାର କରିବା ଦେଖ ଫାର୍ଷ୍ଟ ବାହାର କରିବା ଆମେ ଏରିଆ ବାହାର କରିବା ଏରିଆ ନା ବାହାର କଲା ପରେ କେତେ ଖର୍ଚ୍ଚ ହବ ଜାଣିପାରିବା ଏରିଆ ଦେଖିଦିଅ ଏଇଠି ହେଲା କଣ ଅଛି ଏଇଟା ଫ୍ରଣ୍ଟ ସାଇଡରେ ଯେମିତି ଗୋଟେ ଫେସ୍ ଅଛି ତା ବ୍ୟାକ୍ ରେ ବୋଧେ ସେମିତି ଗୋଟେ ଫ୍ରଣ୍ଟ ଅଛି ତାପରେ ଆଇ ଯୋଉ ଫ୍ରଣ୍ଟ ସାଇଡରେ ଯୋଉ ଫେସ୍ ଆର ଏରିଆ କେମିତି ବାହାରିବ 10 ଏଇଟା ହେଲା କଣ 6 10 10 କେତେ 60 ଆଗରେ 60 ପଛରେ 60 60 ମିଶିଲେ କେତେ ହେଲା 120 ତାପରେ ଏପଟେ ହେଲା 8 ଅଛି ଏଟା ହେଲା 6 8 48 ଏପଟେ 48 ବାଁ ପଟେ 48 ଡାହାଣ ପଟେ 48 ଦୁଗୁଣେ କେତେ 96 ବୁଝିଲେ ନା ତାପରେ ଉପରେ ଦେଖ ଏଇଟା ହେଲା ଏଇ ସାଇଡ ଏଇଟା ବି 10 ଏଇଟା ବି ସେଇ 10 ହବ ନା 10 ଏଇଟା ବି 8 ଏଇଟା ବି 8 ହେଲା 10 8 80 ବୁଝିଲେ ନା 80 ହେଲା ତାହେଲେ 100 କୋଟି 80 200 296 କେତେ ହେଇଗଲା 296 ବୁଝିଲେ ନା 296 ଗୁଣନ 7 ଟଙ୍କା 8 ଟଙ୍କା 7 ଟଙ୍କା 8 ଟଙ୍କା ଏମିତି ଲେଖିପାରିବି 7 ଟଙ୍କା 50 ପଇସାକୁ ହେଲା ତାହେଲେ କଣ କରିପାରିବି ତାକୁ ମୁଁ ଆଉ କେମିତି ଲେଖିପାରିବି 296 ଗୁଣନ କେତେ କରିଦେବି 15 ବାଇ 2 କରିଦେବି ନା ନାଇଁ 2 ରେ କାଟିଦେଲେ କେତେ ହେଲା 2 କେ 2 2 6 8 2 ଅଷ୍ଟାଂଶ 16 ଏତିକି ହେଲା 15 120 ଶୂନ ରଖିଲା 12 15 60 60 70 5 2 କିଣା 7 15 କେ 15 15 5 20 2 22 ତାହେଲେ କେତେ ହେଲା 2220 କୋଉଠି ଅଛି ଅପସନ ନମ୍ବର ଏ ରେ ଅଛି ଜାଣିପାରିଲ ନା ନାଇଁ ପିଲାମାନେ ଦେଖ ଆଜିର କ୍ଲାସ ଟା କେତେ ଇଣ୍ଟରେଷ୍ଟ ଲାଗୁଛି ଯୋଉମାନେ ପସନ୍ଦ ଲାଗୁଛି ଯୋଉମାନଙ୍କୁ ଭଲ ଲାଗୁଛି ସେମାନେ ବି ଲାଇକ୍ କରିଦେଇପାରିବେ କ୍ଲାସକୁ ଦେଖ ଏ ଫିଲ୍ଡ ଇଜ 150 ମିଟର ଲଙ୍ଗ ଗୋଟେ ଫିଲ୍ଡ ଅଛି ଯାହାର ଲେନ୍ଥ ଦେଇଦେଇଛି କେତେ 150 ମିଟର ଆଉ ତାର ୱାଇଡ ଦେଇଦେଇଛି କେତେ ଦେଇଛି 80 ମିଟର ଟିକେ ଲମ୍ବେଇ ଦେବି କାରଣ ଦିଟା କଲର ଲାଗୁଛି ହେଲା ହାଉ ମେନି ଟାଇମ୍ସ is its perimeter to the length of its diagonal ବୁଝିଲ how many times ତ diagonal ର କେତେ ଟାଇମ୍ସ ହେଲା ତା ପେରିମିଟର ହବ ବୋଲି ପଚାରୁଛି ବୁଝିଲ ନା ପେରିମିଟର କଣ ନା ପରିସୀମା ଡାଇଗୋନାଲ ମାନେ କଣ କର୍ଣ୍ଣ ବୁଝିଲ ଦେଖ ମୁଁ କଣ କରିବି ଫାଷ୍ଟ ଡାଇଗ୍ରାମ କରି ତାର ନାଁ ଦେଇଦେବି ଏ ବି ସି ଡି ଏଇଟା ବି କଣ ରେକ୍ଟାଙ୍ଗୁଲାର ଟାଇପ କଣ ଅଛି ଫିଲ୍ଡ ଏଟା ଫାଷ୍ଟ କେମିତି ବାହାର କରିବି ପରିସୀମା କେମିତି ବାହାର କରିବି ମତେ କୁହ ଜାଣିଛ ତମେ 2 ହୋଲ ଇନଟୁ ଲେନ୍ଥ ପ୍ଲସ ବ୍ରେଥ ଏଇଟା କଣ ପରିସୀମା ତାହେଲେ ମୁଁ ମିଶେଇଦେବି କଣ କରିଦେବି 8 8 5 କେତେ 13 230 ହେଲା 7 5 12 8 5 13 13 ହେଲେ କେତେ 230
230 ଟି କେତେ ହେଲା କି ୟାକୁ କେତେ 2 ରେ ଗୁଣି ଦେବି 150 ଯୁକ୍ତ କେତେ 80 କରିଦେବି ହେଲା। ତାପରେ ସଇଲା 2 8 13 16 3 230 23 ଗୁଣେ କେତେ 46 3 6 ବୁଝିଲେ 46 200 ସରି 460 460 ବୁଝିଲ ଟୋଟାଲ ହେଇଗଲା 460। ତାର ବାହାର କରି କଣ ବାହାର କରିବି ଦେଖ ଆମେ ପଚାରିଥିଲା ଡାଇଗୋନାଲ କେତେ ଗୁଣ ପେରିମିଟର ପେରିମିଟର ମୁଁ ବାହାର କରିଦେଇଛି ଅଲରେଡି ପେରିମିଟର ମୋର ବାହାରିଗଲା ଡାଇଗୋନାଲ ଟା ବାହାର କରି ଏଇଟା ସର୍ବୋଚ୍ଚ ସେମାନେ ତଳଟା ବି ସେଇ ସାଇଡରେ ସର୍ବ। ଏଇଟା ଦେଖ ଆମେ ସମସ୍ତେ ଜାଣିଛେ ଗୋଟେ ହେଲା କଣ 8 15 ଆଉ ଗୋଟେ କଣ 17 ରେସିଓ ସରି କଣ ଥିଲା ଗୋଟେ ଟ୍ରିପଲ ଏଇଟ୍ ଥିଲା 8 15 17 তুমি ଜାଣିଛ ସମସ୍ତେ ତାକୁ 10 ରୁ ଗୁଣା 8 10 80 15 10 70 17 10 170 ହେଇଗଲା। ତାହେଲେ 170 ଡାଇଗୋନାଲ ବାହାରିଲା 170 କଣ କାଟିବି 70 କଟିଗଲା 17 7 ଦୁଗୁଣେ ତ 34 7 କି 51 7 ଦୁଗୁଣେ କେତେ 34 34 ଗଲା ପରେ 34 10 44 କେତେ ହେଲା 2.7 ଟାଇମ୍ସ ଯିବ ଏ ପାଖାପାଖି ଆପ୍ରୋକ୍ସିମେଟଲି 2.7 ଟାଇମ୍ସ ଯିବ ଅପସନ ନମ୍ବର ସି ରେ ଅଛି ହେଲା। ତାପରେ ନେଇ ଦେଖ ପିଲାମାନେ ଆଜି ପାଇଁ ହଉଛି ଆଜିର କ୍ଲାସ ତମକୁ କିଛି ଲାଗିଲା ତମକୁ ନିଶ୍ଚିତ ଜଣାଇବ। ତାପରେ ନେକ୍ସଟ କଣ କରିବା ଆହୁରି ଏଇ ଏକ୍ସରସାଇଜର ମଧ୍ୟ ଆହୁରି କିଛି କ୍ୱେଶ୍ଚନ ଅଛି ବୁଝିଲ ନା ଏଇ ପ୍ରିଭିୟସ ର କ୍ୱେଶ୍ଚନ ଏଇ 2D ରୁ ମଧ୍ୟ ଆହୁରି କେତେ ବହୁତ କ୍ୱେଶ୍ଚନ ଅଛି ମୁଁ ତମ ପାଇଁ କାଲି ନେଇ ଆସିବି ହେଲା। ଆଉ ସମସ୍ତେ ଏକ୍ସରସାଇଜ ଦେଖ ଧନ୍ୟବାଦ।